ବିଷୟରେ ଜାଣିବା। ତେବେ ଚାଲ ଆମ ଚାଟଶାଳୀ ଯିବା। ବର୍ଣ୍ଣ। ଓଡ଼ିଆ ବର୍ଣ୍ଣମାଳାରେ ବର୍ଣ୍ଣ ଦୁଇ ପ୍ରକାରର ଅଟେ, ଯେପରି ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ଯେଉଁ ବର୍ଣ୍ଣ ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ନିଜେ ଉଚ୍ଚାରିତ ହୁଏ ତାହାକୁ ସ୍ୱରବର୍ଣ୍ଣ କୁହାଯାଇଥାଏ। କିମ୍ବା ବିନା ଅବରୋଧରେ ଉଚ୍ଚାରିତ ବର୍ଣ୍ଣକୁ ସ୍ୱରବର୍ଣ୍ଣ କୁହାଯାଏ। ଯେପରି ଅ, ଆ, ହର୍ଷ ଇ, ଦୀର୍ଘ ଇ, ହର୍ଷ ଉ, ଦୀର୍ଘ ଉ, ରୁ, ଏ, ଐ, ଓ, ଔ। ଏହି 11ଟି ଅକ୍ଷରକୁ ସ୍ୱରବର୍ଣ୍ଣ କହନ୍ତି। ସ୍ୱରବର୍ଣ୍ଣ ପୁନଶ୍ଚ ଦୁଇ ଭାଗରେ ବିଭକ୍ତ, ଯେପରି ହର୍ଷ ସ୍ୱର ଓ ଦୀର୍ଘ ସ୍ୱର। ହର୍ଷ ସ୍ୱର। ହର୍ଷ ସ୍ୱର ଉଚ୍ଚାରଣ ପାଇଁ କମ୍ ସମୟ ଲାଗିଥାଏ। ଓଡ଼ିଆ ବର୍ଣ୍ଣମାଳାରେ 4 ଗୋଟି ହର୍ଷ ସ୍ୱର ରହିଥାଏ, ଯେପରି ଅ, ହର୍ଷ ଇ, ହର୍ଷ ଉ, ରୁ। ଦୀର୍ଘ ସ୍ୱର। ଦୀର୍ଘ ସ୍ୱର ଉଚ୍ଚାରଣ ପାଇଁ ଅଧିକ ସମୟ ଲାଗିଥାଏ। ଓଡ଼ିଆ ବର୍ଣ୍ଣମାଳାରେ 7 ଗୋଟି ଦୀର୍ଘ ସ୍ୱର ରହିଥାଏ, ଯେପରି ଆ, ଦୀର୍ଘ ଇ, ଦୀର୍ଘ ଉ, ଏ, ଐ, ଓ, ଔ। ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ସାହାଯ୍ୟରେ ଉଚ୍ଚାରିତ ବର୍ଣ୍ଣକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ଯେପରି କ, ଖ, ଗ, ଘ, ଙ, ଚ, ଛ, ବର୍ଗେ ଜ, ଝ, ঞ, ଟ, ଠ, ଡ, ଢ, ମୂର୍ଧଣ୍ୟ, ତ, ଥ, ଦ, ଧ, ଦନ୍ତେନ, ପ, ଫ, ବ, ଭ, ଅ, ଅନ୍ତସ୍ଥ ଜ, ୟ, ର, ଳ, ଲ, व, ତାଳବ୍ୟ ଶ, ମୂର୍ଧନ୍ୟ ଷ, ଦନ୍ତେ ସ, ହ, ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ। ଏହି 38ଟି ଅକ୍ଷରକୁ ବ୍ୟଞ୍ଜନ ବର୍ଣ୍ଣ କହନ୍ତି। ବ୍ୟଞ୍ଜନ ବର୍ଣ୍ଣ ପୁନଶ୍ଚ ଦୁଇ ଭାଗରେ ବିଭକ୍ତ, ଯଥା ବର୍ଗ ବ୍ୟଞ୍ଜନ ଓ ଅବର୍ଗ ବ୍ୟଞ୍ଜନ। ବର୍ଗ ବ୍ୟଞ୍ଜନ ଯେଉଁ ବର୍ଣ୍ଣଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରୁ ଉଚ୍ଚାରିତ ହୁଏ ତାହାକୁ ବର୍ଗ ବ୍ୟଞ୍ଜନ କହନ୍ତି। 25ଟି ବର୍ଗ ବ୍ୟଞ୍ଜନ ରହିଛି ଏବଂ ଏହା 5 ଭାଗରେ ବିଭକ୍ତ ହୋଇଅଛି, ଯଥା କ ବର୍ଗ କ, ଖ, ଗ, ଘ, ଙ। ଏହାକୁ କଣ୍ଠ ବର୍ଗ କୁହାଯାଏ। ଚ ବର୍ଗ ଚ, ଛ, ବର୍ଗେ ଜ, ଝ, ঞ। ଏହାକୁ ତାଳବ୍ୟ ବର୍ଗ ମଧ୍ୟ କହନ୍ତି। ଟ ବର୍ଗ ଟ, ଠ, ଡ, ଢ, ମୂର୍ଧଣ୍ୟ। ଏହାକୁ ମୂର୍ଧନ ବର୍ଗ ମଧ୍ୟ କହନ୍ତି। ତ ବର୍ଗ ତ, ଥ, ଦ, ଧ, ଦନ୍ତେନ। ଏହାକୁ ଦନ୍ତ ବର୍ଗ ମଧ୍ୟ କହନ୍ତି। ପ ବର୍ଗ ପ, ଫ, ବ, ଭ, ମ। ଏହାକୁ ଓଷ୍ଠ ବର୍ଗ ମଧ୍ୟ କହନ୍ତି। ଅବର୍ଗ ବ୍ୟଞ୍ଜନ
ଯେଉଁ ବର୍ଗ ଗୁଡ଼ିକ ଭିନ୍ନ ଭିନ୍ନ ସ୍ଥାନରୁ ଉଚ୍ଚାରିତ ହୁଏ ତାହାକୁ ଅବର୍ଗ ବ୍ୟଞ୍ଜନ କହନ୍ତି। 13ଟି ଅବର୍ଗ ବ୍ୟଞ୍ଜନ ରହିଛି ଏବଂ ଏହା 3 ଭାଗରେ ବିଭକ୍ତ। ଯଥା ଅନ୍ତସ୍ଥ ବର୍ଣ୍ଣ ଅନ୍ତସ୍ଥ ଜ, ୟ, ର, ଳ, ଲ, व। ଉଷ୍ମ ବର୍ଣ୍ଣ ତାଳବେଶ, ମୂର୍ଧନ୍ୟଷ, ଦନ୍ତେଶ, ହ। ଅଯୋଗ ବାହ ବର୍ଣ୍ଣ ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ। Thanks for watching. Like, share and subscribe.